ଆପଣ ମାନେ ଜାଣନ୍ତି ଗଲା 20 ତାରିଖରେ ଶନିବାର ଦିନ ପ୍ରାୟ 30,000 ଊର୍ଦ୍ଧ୍ୱ ଲୋକ ସମଗ୍ର ନିର୍ବାଚନ ମଣ୍ଡଳରୁ ଏକାଠି ହେଇଥିଲେ ଏବଂ ସିଙ୍ଗିଲ ନାରା ଦେଇଥିଲେ ରାଜ୍ୟ ପୁନର୍ବିଚାର କରୁ କୌଣସି ଅବସ୍ଥାରେ କୌଣସି ହାଲତରେ ଆମେ ଦିଲ୍ଲୀପ ନାୟକଙ୍କ ପ୍ରାର୍ଥୀକୁ ଗ୍ରହଣ କରିପାରିବୁ ନାହିଁ ଏବଂ ତା ପରବର୍ତ୍ତୀ ଅବସ୍ଥାରେ ଆମର ନିର୍ବାଚିତ ପ୍ରତିନିଧିମାନଙ୍କର ମହିଳା ସଭାନେତ୍ରୀମାନଙ୍କର ଯୁବ ସଭାପତିମାନଙ୍କର ଛାତ୍ର ଦଳର ସଭାପତିମାନଙ୍କର ବିଭିନ୍ନ ବୈଠକ ଏହିପରି ଭାବରେ ଜାରି ଅଛି। ଆଜି ଆପଣ ଦେଖୁଥିବେ 46 ପଞ୍ଚାୟତର ଯୁବ ସଭାପତି ଏବଂ ଯେଉଁମାନେ ଛାତ୍ର ସଭାପତି ଅଛି ତାଙ୍କର ବୈଠକ ଅଛି ଏବଂ ଆସନ୍ତା 1 ତାରିଖ ଦିନ ଆମର କାର୍ଯ୍ୟକ୍ରମ ନେଉଛି ଆମେ କ'ଣ କାର୍ଯ୍ୟକ୍ରମ ହାତକୁ ନେବୁ ମୋର ଏବିପି ପର୍ଯ୍ୟନ୍ତ ମଧ୍ୟ ରାଜ୍ୟ ନେତୃତ୍ୱଙ୍କ ଉପରେ ବିଶ୍ୱାସ ଭରସା ଅଛି। ରାଜ୍ୟ ନେତୃତ୍ୱ ମୋତେ ଡାକିଥିଲେ ମୋ ସହିତ ଆଲୋଚନା କରିଛନ୍ତି ଏବଂ ଆଉ କିଛି ସମୟ ଗତାଉଛି ନେଇଛନ୍ତି ଆଉ ବାକି ଶକ୍ତି ପ୍ରଦର୍ଶନ କ'ଣ କଲେ ଆଜି ଆପଣମାନେ ଦେଖୁଥିବେ ତ ନିଶ୍ଚିତ ଭାବରେ ମ୍ୟାକ୍ସିମମ୍ ମୋଟରସାଇକେଲ 500 ଭିତରେ ଥିଲା ଏବଂ 70-80 ଖଣ୍ଡ 4 ହ୍ୱିଲର ଥିଲା ଯେଉଁଥିରେ 4-5 ଜଣ ଥିବେ। ସାମଗ୍ରିକ ଭାବରେ ଲୋକ ସଂଖ୍ୟା ଯଦି ଆପଣ ହିସାବ କରିଦେବେ ଲୋକ 2000 ମଧ୍ୟ ହେବେ ନାହିଁ। ତେଣୁ ୟାକୁ ନିମାପଡ଼ା ବିଜୁ ଜନତା ଦଳର ଶକ୍ତି ପ୍ରଦର୍ଶନ କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ମୁଁ ଶକ୍ତି ପ୍ରଦର୍ଶନ କହୁନାହିଁ ସେଦିନ ବାରବାଟୀ ପଡ଼ିଆରେ 30,000ରୁ ଊର୍ଦ୍ଧ୍ୱ ଲୋକ ଯେଉଁ ଅନୁରୋଧ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର କରିବା ପାଇଁ ମୁଁ ଏବେ ବି ଅଛି ପ୍ରଚଣ୍ଡ ଆଶାବାଦୀ ଅଛି ନିଶ୍ଚିନ୍ତ ଭାବରେ ପୁନର୍ବିଚାର କରାଯିବ।